ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକ ଉପଲକ୍ଷେ ବିଶାଳ ହିନ୍ଦୁ ସମ୍ମିଳନୀ ନେଇ ଅସହର ପଡ଼ିଆରେ ବିଶେଷ ଯୋଜନା ବୈଠକ ଅନୁଷ୍ଠିତ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକ ଉପଲକ୍ଷେ ବିଶାଳ ହିନ୍ଦୁ ସମ୍ମିଳନୀ ନେଇ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଅସହର ପଡ଼ିଆରେ ଶନିବାର ଅପରାହ୍ନ 3 ଘଟିକା ସମୟରେ ଏକ ବିଶେଷ ଯୋଜନା ବୈଠକ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ଏହି ବିଶେଷ ଯୋଜନା ବୈଠକରେ ଆସନ୍ତା 23 ଓ 24 ତାରିଖ 2 ଦିନ ଧରି ବିଶାଳ ହିନ୍ଦୁ ସମ୍ମିଳନୀ ନେଇ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ସୁକିନ୍ଦା ଖଣ୍ଡର ହିନ୍ଦୁ ସମ୍ମିଳନୀ ସଂଯୋଗ ପଦ୍ମନାଭ ମଲ୍ଲିକ, ଖଣ୍ଡ କାର୍ଯ୍ୟବାହୁ ବାଉରୀବନ୍ଧୁ ବାରିକ, ସ୍ୱୟଂସେବକ ସବ୍ୟସାଚୀ ବଳସାମନ୍ତ, ବନବାସୀ କଲ୍ୟାଣ ଆଶ୍ରମର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସତ୍ସଙ୍ଗ ପ୍ରମୁଖ ମାନସ ବାରିକ, ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା ପ୍ରତାପ କେଶରୀ ପଟ୍ଟନାୟକ, ରଶ୍ମିରଞ୍ଜନ ବେହୁରା, ଆଲୋକ ମହାନ୍ତି, ଦିଲ୍ଲୀପ ଦ୍ୱିବେଦୀ, ପ୍ରବୀର ବାନାର୍ଜୀ, ନନ୍ଦରାମ ମହାନ୍ତ, ଶିବାନନ୍ଦ ସାହୁ, ଶରତ ମହାନ୍ତ, ବିଜୟ ମହାନ୍ତ, କୃଷ୍ଣଚନ୍ଦ୍ର ମହାନ୍ତଙ୍କ ସହିତ ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଏହି ବିଶେଷ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଥିବା ଦେଖିବାକୁ ମିଳିଛି। जय श्री राम 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 भारत माता की जय।